ମା ଆମେ ଆଲୋଚନା ଆଜି କରିବା ଚିରନ୍ତନୀ ବହିର ପୃଷ୍ଠା 152 ଯେକୌଣସି ପରିସ୍ଥିତିରେ ଧ୍ୟାନ। ଆମେ ଗତ ଥର ପଢୁଥିଲେ ଧ୍ୟାନ ଓ ଏକାଗ୍ରତା ପାର୍ଟ 1 ପାର୍ଟ 2। ଆଜି ଆଲୋଚନା କରିବା ଧ୍ୟାନ ଯେକୌଣସି ପରିସ୍ଥିତିରେ ଧ୍ୟାନ। ମା ଲେଖୁଛନ୍ତି ତୁମେ ଅତି ସ୍ଥୂଳ ଯେକୌଣସି କାର୍ଯ୍ୟରେ ବ୍ୟସ୍ତ ରହିପାର। ଏପରିକି ଉଦାହରଣ ସ୍ୱରୂପ ତୁମେ ବାସ୍କେଟବଲ ଖେଳୁଥାଇପାର, ଯେଉଁଥିରେ କି ତୁମକୁ ବହୁତ ଦୌଡ଼ ଧାପଡ଼ କରିବାକୁ ପଡେ। ତା ସତ୍ତ୍ୱେ ବି ତୁମେ ନିଜ ହୃଦୟ ଭିତରେ ଧ୍ୟାନରତ ରହିପାର ଏବଂ ଈଶ୍ୱରଙ୍କ ପ୍ରତି ଏକାଗ୍ର ରହିପାର। ଯେତେବେଳେ ଏପରି ରହିପାରୁଛ, ତୁମେ ଦେଖିବ ଯେ ଯାହା ତୁମେ କରୁଛ ସେ ସବୁର ଗୁଣାତ୍ମକ ପରିବର୍ତ୍ତନ ଘଟିଯାଇଛି। ଖାଲି ଯେ ସେ କାମଟିକୁ ଅଧିକ ଭଲ ଭାବରେ କରିପାରିବ ତା ନୁହେଁ, ବରଂ ତୁମେ ତାହା ସମ୍ପୂର୍ଣ୍ଣ ଏକ ଆଶାତୀତ ଶକ୍ତି ଲାଭ କରି ସେ କାର୍ଯ୍ୟଟି କରିପାରିବ ଏବଂ ସେଇ ଏକା ସମୟରେ ତୁମ ଚେତନାକୁ ତୁମେ ଏତେ ଉଚ୍ଚରେ ରଖିପାରିବ ଯେ ଏବଂ ଏତେ ଶୁଦ୍ଧତା ଆଣିପାରିବ ଯେ ତୁମକୁ ଆଉ କିଛି ସ୍ପର୍ଶ କରିପାରିବ ନାହିଁ। ସାଧାରଣତଃ ଲୋକେ ଯେପରି ଗୋଟେ ଭୁଲ ବିଶ୍ୱାସ କରନ୍ତି ଯେ ତୁମେ ଗୋଟିଏ ନିର୍ଜନ ନିସ୍ତବ୍ଧ ସ୍ଥାନରେ ଏକୁଟିଆ ବସିବ, ଯେଉଁ ବାଟେ କେହି ଯାଉନଥିବେ ଏବଂ ସେଠି ତୁମେ ପଦ୍ମାସନ ଭଳି ଏକ ପାରମ୍ପରିକ ଆସନରେ ବସିବା ଓ ତାହେଲେ ଯାଇ ତୁମେ ଧ୍ୟାନ କରିବାକୁ ସକ୍ଷମ ହେବ। ଏଥିରେ ତୁମେ ପଡ଼ ନାହିଁ। ତୁମ ପକ୍ଷରେ ଆବଶ୍ୟକତା ହେଉଛି ସବୁ ପ୍ରକାର ପରିସ୍ଥିତିରେ ତୁମେ ଯେପରି ଧ୍ୟାନସ୍ଥ ରହିପାରିବ। ମୁଁ ଧ୍ୟାନସ୍ଥ ହେବା କଥା କହୁଛି, ତା ଅର୍ଥ ମୁଁ ତୁମ ମସ୍ତିଷ୍କକୁ ଖାଲି କରିଦେବା କଥା କହୁନି, ବରଂ ସବୁ ସମୟରେ ତୁମ ମନଟି ଯେପରି ଈଶ୍ୱରଙ୍କ ଭାବ ଭାବନାରେ ପରିପୂର୍ଣ୍ଣ ରହେ, ମୁଁ ସେଇ କଥା କହୁଛି। ଗତ ଥର ଧ୍ୟାନ ଓ ଅଗ୍ରଗତିରେ ମା କହୁଥିଲେ ଯେ ଯେତେବେଳେ ତୁମକୁ ଧ୍ୟାନସ୍ଥ ଅବସ୍ଥାରୁ ସାଧାରଣ ଅବସ୍ଥାକୁ ଆସିବା ପାଇଁ ଚେଷ୍ଟା କରିବାକୁ ପଡୁଥିବ, ତାହେଲେ ତୁମେ ଜାଣିବ ଯେ ତୁମର ଅଗ୍ରଗତି ହୋଇଛି। ଯଦି ତୁମକୁ ଧ୍ୟାନସ୍ଥ ହବାକୁ ପଡୁଛି, ତାହେଲେ ତୁମର ଅଗ୍ରଗତି ହେଇନାହିଁ, ତୁମେ ପ୍ରସ୍ତୁତି ପଥରେ। ତେଣୁ ସେଇଟାର ଆପଣ ଦେଖନ୍ତୁ, ସେଇଥିପାଇଁ ମା କହୁଛନ୍ତି ଜଣେ ଯେତେବେଳେ ଧ୍ୟାନ କରିବ ତା ପାଇଁ କିଛି ଗୋଟେ ଏଇ ସମୟରେ ବା ଏମିତି ବସିକି ଧ୍ୟାନ କରିବ ବୋଲି କିଛି ଅର୍ଥ ନାହିଁ। କିନ୍ତୁ ଲୋକ ଆକୁ ଭୁଲ ଅର୍ଥରେ ବୁଝିବେ। ଲୋକ କଣ ବୁଝିବେ ଯେ ତାହେଲେ ମୁଁ ଯେମିତି ବସି ସେମିତି ଧ୍ୟାନ କରିବି। କିନ୍ତୁ ଯେତେବେଳେ ପ୍ରସ୍ତୁତି ପଥରେ ଆମେ ଥାଆନ୍ତି, ଯେତେବେଳେ ଆମେ ଧ୍ୟାନ କରିବା ଶିଖି ନାହାନ୍ତି, ସେତେବେଳେ କେତେ ଗୁଡିଏ ଶୃଙ୍ଖଳା ଭିତରେ ଆରମ୍ଭ କରିବାକୁ ପଡେ। ଶୃଙ୍ଖଳା ଭିତରେ ଆରମ୍ଭ କଲେ ଆମର ଅଭ୍ୟାସ ହୁଏ, ଆମେ ଶିଖି ସାରିଲା ପରେ ତାପର ପଦକ୍ଷେପଟା ହଉଛି ଯେକୌଣସି ପରିସ୍ଥିତିରେ ଧ୍ୟାନ। ମା ଲେଖୁଛନ୍ତି ତୁମେ ଅତି ସ୍ଥୂଳ ଯେକୌଣସି କାର୍ଯ୍ୟରେ ବ୍ୟସ୍ତ ରହିପାର। ଏପରିକି ଉଦାହରଣ ସ୍ୱରୂପ ତୁମେ ବାସ୍କେଟବଲ ଖେଳୁଥାଇପାର। ବାସ୍କେଟବଲରେ ବହୁତ ଏପଟ ସେପଟ ଦୌଡ଼ା ଧାପଡ଼ କରିବାକୁ ପଡେ, କିନ୍ତୁ ଦୌଡ଼ା ଧାପଡ଼ କରିବା ଭିତରେ ମଧ୍ୟ ଆମେ ଖେଳାଳିଙ୍କୁ ଦେଖୁଛନ୍ତି ଏବଂ ବଲଟାକୁ ଦେଖୁଛନ୍ତି, କେମିତି ନେଇକି ଯିବା ତାକୁ ବି ଦେଖୁଛନ୍ତି, ଶରୀର କେତେ କ୍ଷିପ୍ର ବେଗରେ ଯିବ ତାକୁ ବି ଦେଖୁଛନ୍ତି। ସବୁ ଦେଖିବା ଭିତରେ ମଧ୍ୟ ଆମ ହୃଦୟରେ ଆମେ ଈଶ୍ୱରଙ୍କ ଉପରେ ଏକାଗ୍ର ରହିପାରିବା। ମା ସେଥିପାଇଁ କହୁଛି ଯେତେବେଳେ ଏଇ କଣ୍ଡିସନଟି ଆମର ହେଇଯିବ, ତାହେଲେ ଦେଖିବେ ଯେ ଆମର ବାହ୍ୟ କାମରେ ଆମେ ଯୋଉ କାମ କରୁଛେ ତାର କ୍ୱାଲିଟି ଚେଞ୍ଜ ହେଇଯାଇଛି। ସେଥିପାଇଁ ଲେଖୁଛନ୍ତି ଗୁଣାତ୍ମକ ପରିବର୍ତ୍ତନ ଘଟି ଯାଇଛି। ଆମେ ଗୋଟେ ସାଧାରଣ କଥାଟେ ଏବେ ବି ଅନେକ ଲୋକ ଭାବନ୍ତି କଣ ସମ୍ଭବ, ସେଟା ହଉଛି ଯେ କାମ କରୁଥିବ ନାମ ଜପ ବି ଚାଲିଥିବ, କଥା କହୁଥିବ ନାମ ଜପ ବି ଚାଲିଥିବ। ଏସବୁ ଭାରି କଷ୍ଟକର କଥା ଲାଗୁଛି, ସତରେ କଣ ସମ୍ଭବ? କିନ୍ତୁ ଜଣେ ଅଭ୍ୟାସ କଲେ ଦେଖିବ ଯେ ଇଟ୍ ଇଜ କ୍ୱାଇଟ୍ ପସିବଲ। ପ୍ରଥମେ ଏଗୁଡିକ ଆମକୁ ଅସମ୍ଭବ ବୋଲି ଜଣା ପଡେ,
ସବୁ ଜିନିଷ ଯେତେବେଳେ ଆମେ ଆରମ୍ଭ ନ କରୁ କାମଟି ସେତେବେଳେ ଆମକୁ ସେଇଟା ବହୁତ କଷ୍ଟ ଲାଗେ, ବହୁତ ଅସମ୍ଭବ ଲାଗେ, ସବୁବେଳେ ଅସମ୍ଭବ ଲାଗେ। କିନ୍ତୁ ଯେତେବେଳେ ଆମେ କାର୍ଯ୍ୟଟି ଆରମ୍ଭ କରିଦଉ, ତାପରେ କୋଉ ମୁହୂର୍ତ୍ତରେ ସେ କାର୍ଯ୍ୟଟି ସାଧିତ ହେଇଯାଇଛି ସେତେବେଳେ ଆମେ ଆଉ ଜାଣିପାରିବା ନାହିଁ ଯେ କେତେ ଶୀଘ୍ର କେତେ ସୁନ୍ଦର ଭାବରେ କାମଟି ସାଧିତ ହେଇସାରିଛି। କିନ୍ତୁ ଯେ ପର୍ଯ୍ୟନ୍ତ କାମ ଆଡକୁ ଆମେ ଗୋଟାଏ ବି ପଦକ୍ଷେପ ଆଗେଇ ଯାଇନାହାନ୍ତି ସେ ପର୍ଯ୍ୟନ୍ତ ଆମକୁ କଷ୍ଟ ଲାଗେ। ତାପରେ ଆମେ ଯେତେବେଳେ କାମ କରୁଛନ୍ତି ସେତେବେଳେ କାମ କାହା ଉପରେ ଏକାଗ୍ର ହେଇ କରୁଛନ୍ତି, କାହା ଉଦ୍ଦେଶ୍ୟରେ କରୁଛନ୍ତି, ତା ଉପରେ ଡିପେଣ୍ଡ କରେ କାମର କ୍ୱାଲିଟି। ଆପଣ ଯେକୌଣସି କାର୍ଯ୍ୟ ଦେଖନ୍ତୁ, ନିଜେ ଦେଖିବେ ବି, ସାଧାରଣ କଥା ଦେଖନ୍ତୁ, ଆମର ଯୋଉ ତିନୋଟି ଶବ୍ଦ ଅଛି ଖା ଗିଳି ଭୁଞ୍ଜ, ଆପଣ କହିଲା ବେଳେ ତୁ ଟିକେ ଖାଇଦେ କହିପାରିବେ, ତୁ ଟିକେ ଗିଳି ଦେ କହିହବ? କଣ କହିବେ? ଆରେ ଗିଳୁନୁ। ଶବ୍ଦ ଜଣେ ଯୋଉ ଚେତନାରେ ରହୁଛି, ଶବ୍ଦ ବି ସେଇଭଳି ଭାବରେ ତା ପାଟିରୁ ବାହାରିବ। ଯେତେବେଳେ ଶବ୍ଦ ଯୋଉଭଳି ଭାବରେ ବାହାରିବ, ସେ ଶବ୍ଦ ପ୍ରତିପକ୍ଷ ଚତୁଃପାର୍ଶ୍ଵରେ ସେଇ ପ୍ରକାର ପରିବେଶ ପରିସ୍ଥିତି ତିଆରି କରିବ। ଜଣେ ଯେତେବେଳେ ଚେତନାର ଯେତେ ଉର୍ଦ୍ଧ୍ୱକୁ ଯିବ, ତାର ଶବ୍ଦ ପରିବର୍ତ୍ତନ ହେଇଯିବ। ସେଥିପାଇଁ ଦେଖିବେ ଗୋଟେ ଗୋଟେ ଲେଖା ପଢିଲେ ଜଣ ଜଣଙ୍କର ଲେଖା ସବୁ ଏତେ ଉଚ୍ଚ ମାନର ଥାଏ, ତାକୁ ପଢିଲେ ସ୍ୱତଃସ୍ଫୂର୍ତ ଭାବରେ ତୁମ ଭିତରେ ଏକ ଉଚ୍ଚ ମନୋଭାବ ଆସେ। ଆଉ କେତେ ଗୋଟେ ଲେଖା ଯେତେବେଳେ ପଢିବେ, ସେ ଲେଖା ଗୁଡାକ ପଢିଲେ ଆପଣ ସେଇ ନିମ୍ନ ଚେତନାରେ, ନିମ୍ନ ପ୍ରାଣର ଗତିବିଧି ଭିତରେ ନିଜେ ଆପଣଙ୍କ ଭିତରେ ସେଇ ସ୍ପନ୍ଦନଟି ଖେଳିଯିବ। କାହିଁକିନା ଲେଖକ ଯୋଉ ଚେତନାରୁ ଥାଇ ତାକୁ ଲେଖିଛି, ସେ ଲେଖାଟି ସେଇଆକୁ ବହନ କରି ଚାଲୁଥାଏ। ବହୁତ ରେୟାର କେସ୍ ଅଛି, ଜଣେ ଯଦି ଉଚ୍ଚତର ଚେତନାରେ ଥାଇ, ବହୁତ ଉଚ୍ଚତର ଚେତନାରେ ଥାଇ ତାକୁ ସେ ବହିଟି ଯଦି ପଢିଲା, ତାହେଲେ ସେ ମୂଳରୁ ଜାଣିଦବ ଯେ ଆ ଭିତରେ କୋଉ ଚେତନାଟି ରହିଛି, ତେଣୁ ସେ ପଢାଟିକୁ ରିଜେକ୍ଟ କରିଦବ। ନହେଲେ ସାଧାରଣ ଚେତନାରେ ରହିଲେ ଆମକୁ ନିଶ୍ଚୟ ତା ଦ୍ୱାରା ପ୍ରଭାବିତ ହେଇଯିବା। ସେଭଳି ଆପଣ କାମ ବେଳେ ଦେଖିବେ, ଯୋଉ କାମଟି ସାଧାରଣ ଚେତନାରେ ରହି କରୁଛନ୍ତି ଆଉ ମାଙ୍କ ନାମଜପ ସହିତ କାମ କରୁଛନ୍ତି, ତାର କ୍ୱାଲିଟି ପରିବର୍ତ୍ତନ ହେଇଥାଏ, ପ୍ରଭାବ ଅଲଗା ପକାଏ। ସେଥିପାଇଁ କୁହନ୍ତି, ସାଧାରଣତଃ ଆମେ ସବୁବେଳେ ଶୁଣିଥିବା ଯେ ରୋଷେଇ କଲାବେଳେ ଯଦି ମାଙ୍କ ନାମଜପ କରି ରୋଷେଇ କରାଯାଇଥାଏ, ତେବେ ସେ ଖାଦ୍ୟ ବି ଯିଏ ବି ଖାଇବ, ତା ଭିତରେ ମଧ୍ୟ ସେ ପ୍ରକାର ଚେତନାଟି ସ୍ପନ୍ଦିତ ହବ। ଆମେ ନିଜେ ଯଦି ପରଖିବା, ନିଶ୍ଚୟ ତାର ରେଜଲ୍ଟ ଦେଖିପାରିବା। ଅନେକ ଅନୁଭବ ଅନୁଭୂତି ସମସ୍ତଙ୍କ ପାଖରେ ଥିବ। ଆମେ ଏଇଠି ନିଜେ ବି ଥରେ ଅନୁଭବ କରିଛୁ, ସେ କଥାଟି କେତେଟା ଜାଗାରେ କହିଲିଣି ଯେ କେମିତି ଆକ୍ଚୁଆଲି ଯାହା କରୁଛୁ ସେଥିରେ ଗୁଣାତ୍ମକ ପରିବର୍ତ୍ତନ ଘଟିଯାଏ। ଏଇ ଡାଇନିଂ ରେ ରୋଷେଇ କଥା ଗୋଟେ ଥର ଘଟଣା, ଯୋଉ ପୂର୍ବ ପରିସ୍ଥିତି ଆଉ ବେଶୀ କହୁନାହିଁ, ଡାଇରେକ୍ଟ ଘଟଣାଟି କହୁଛି। ସେ ଖାଦ୍ୟ ପ୍ରସ୍ତୁତି ବେଳେ ଏତେ ବିକଳ ହେଇ ମାଙ୍କୁ ପ୍ରାର୍ଥନା କରି କାମଟି କରାହେଇଥାଏ ଯେ ସେ ସେଦିନ ତରକାରୀରେ କୌଣ ଲୁଣ ଟୋଟାଲି ପଡିନାହିଁ, ଏବଂ ସେଦିନ ସ୍କୁଲ ପିଲା ବି ଖାଇଛନ୍ତି, କେହି ଲୁଣ ମାଗି ନାହାନ୍ତି, ସମସ୍ତେ ଖାଇଛନ୍ତି, ଖୁସିରେ ଖାଇକି ଯାଇଛନ୍ତି, କହିଛନ୍ତି ବଢିଆ ହେଇଛି। ଯିଏ ରୋଷେଇ କରିଥିଲେ, ସିଏ ଯେ ଲୁଣ ପକେଇବା ଭୁଲ ଯାଇଛନ୍ତି ସେ କଥା ଆମେ ବି କେହି ଜାଣିନୁ। ଆମେ ଯେତେବେଳେ ଖାଇବାକୁ ବସିଲୁ ସେତେବେଳେ ଦେଖିଲୁ ଯେ ଲୁଣ ଆଦୌ ପଡିନାହିଁ, କିନ୍ତୁ କୌଣସି ଜଣେ ବି ଲୁଣ ମାଗିକି ଖାଇନାହାନ୍ତି କିମ୍ବା କମ୍ପ୍ଲେନ ବି କରିନାହାନ୍ତି ଯେ ଲୁଣ ପଡିନାହିଁ ବୋଲି। ଲୁଣ ମାଗିକି ବି କେହି ନେଇନାହାନ୍ତି।
ତେଣୁ ଜଣେ ଯେତେବେଳେ ମାଙ୍କୁ ଆହ୍ୱାନ କରି ମାଙ୍କ ଉଦ୍ଦେଶ୍ୟରେ ମା ଖୁସି ହେବେ ବୋଲି ଈଶ୍ୱରଙ୍କ ଉପରେ ଏକାଗ୍ର ହେଇ ମାଙ୍କ ଉପରେ ଏକାଗ୍ର ହେଇ କାର୍ଯ୍ୟଟି କରୁଛି, ତାର ଗୁଣାତ୍ମକ ପରିବର୍ତ୍ତନ ଘଟିଯାଏ। ତେଣୁ ଏଠି ମା ଏକ୍ସାମ୍ପଲ ଟେ ଦଉଛନ୍ତି, ଜଣେ ଯଦି ବ୍ୟାଡମିଣ୍ଟନ ହଉ କିମ୍ବା ବାସ୍କେଟ ବଲ ହଉ, ଟେନିସ ହଉ, ଯାହା ହଉ, ଯେକୌଣସି ଖେଳ ବି ଖେଳୁଥା ନା କାହିଁକି, ଯୋଉଥିରେ ବହୁତ ଦୌଡ଼ା ଧାପଡ଼ କରିବାକୁ ପଡେ, ସେଥିରେ ସେ ସମୟରେ ମଧ୍ୟ ଜଣେ ମାଙ୍କ ଉପରେ ଏକାଗ୍ର ହେଇପାରିବ। ବା ସେଥିପାଇଁ ତାପରେ କହୁଛନ୍ତି ଯେ ଜଣେ କେବଳ କାମଟିକୁ ଅଧିକ ଭଲ ଭାବେ କରିପାରିବ ତାହା ନୁହେଁ, ସେ ଯୋଉ କାମଟି ବହୁତ ଭଲ ଭାବରେ ହବ ଏଇଟା ଠିକ। କାହିଁକିନା ଜଣେ ଯେତେବେଳେ ଈଶ୍ୱରଙ୍କ ଉପରେ ମାଙ୍କ ଉପରେ ଏକାଗ୍ର ହେଇ କାମଟି କରୁଛି, କାମଟି ଭଲ ହବାଟା ହଉଛି ଏଠି କ୍ୱାଇଟ୍ ପସିବୁଲ, କିନ୍ତୁ ତା ସହିତ ଆହୁରି କଣ ହବ ନା ତାହା ସମ୍ପୂର୍ଣ୍ଣ ଏକ ଆଶାତୀତ ଶକ୍ତି ଲାଭ କରି ସେ କାର୍ଯ୍ୟଟି କରିପାରିବ ଏବଂ ସେହି ଏକା ସମୟରେ ତୁମ ଚେତନାକୁ ତୁମେ ଏତେ ଉଚ୍ଚରେ ରଖିପାରିବ ଯେ ଏବଂ ଏତେ ଶୁଦ୍ଧତା ଆଣିପାରିବ ଯେ ତୁମକୁ ଆଉ କିଛି ସ୍ପର୍ଶ କରିପାରିବ ନାହିଁ। ତାମାନେ ଉଚ୍ଚତର ଶକ୍ତି ସେ ସମୟରେ ତୁମ ମଧ୍ୟ ଦେଇ ପ୍ରଭାବିତ ହବ, ତୁମ ମଧ୍ୟ ଦେଇ ସେ କାର୍ଯ୍ୟଟି ସେ କରିନବ। ମୋର ନିଜର ଶକ୍ତି ସାମର୍ଥ୍ୟ ଧରି ଯେତିକି ମୁଁ କରିପାରିବି, ଯେତେ ଉଚ୍ଚତର ଶକ୍ତି ଆସିବ ସେ କାର୍ଯ୍ୟଟି ସମ୍ପୂର୍ଣ୍ଣ ନିଆରା ହବ। ଏଇ ତାଙ୍କର ଭଗବାନଙ୍କର ଈଶ୍ୱରଙ୍କର ଯନ୍ତ୍ର ହବାର ଇଏ ହଉଛି ଏକ ପାବଚ୍ଛ। ଏତେ ଶୁଦ୍ଧତା ଆଣିପାରିବ ଯେ ତୁମକୁ ଆଉ କିଛି ସ୍ପର୍ଶ କରିପାରିବ ନାହିଁ। ତାମାନେ ବାହ୍ୟ ଯୋଉ ସ୍ପନ୍ଦନ ଆମକୁ ଆଉ କିଛି ସ୍ପର୍ଶ କରିବ ନାହିଁ। ଇଏ ଗୋଟେ ସିଦ୍ଧି। ସାଧାରଣତଃ ଲୋକେ ଭାବନ୍ତି, ଯୋଉଟା ମା ଲେଖୁଛନ୍ତି, ଲୋକେ ଭାବନ୍ତି ଧ୍ୟାନ କୋଉଠି କରିବ, ଗୋଟେ ନିର୍ଜନ ନିସ୍ତବ୍ଧ ସ୍ଥାନରେ ବସିବ, ଯୋଉ ବାଟେ କେହି ଯାଉନଥିବେ, ତୁମେ ପଦ୍ମାସନ ଭଳି ଏକ ପାରମ୍ପରିକ ଆସନରେ ବସିବ, ତାହେଲେ ଯାଇକି ଧ୍ୟାନ ହବ, ନହେଲେ ହବନି। ମା କହୁଛି ଏଥିରେ ତୁମେ ପଡ ନାହିଁ। କେବଳ ସେଇଟା ହିଁ ନୁହଁ, ସେଇଟା ହୁଏତ ଆମକୁ କିଛି କିଛି ସାହାଯ୍ୟ କରିପାରେ। କାହିଁକି ନା ଆମେ ଅନେକ ସମୟରେ ଦେଖିବେ ଜଣେ ଯଦି ଟିକେ ନୀରବ ହେଇ ବସେ ତାହେଲେ ତାକୁ ନିଦ ହେଇଯାଏ। କାହିଁକି ନା ଧ୍ୟାନ ଅବସ୍ଥା ବା ନୀରବ ହବା ଅବସ୍ଥାରେ ଆମର ଅଭ୍ୟାସ ନାହିଁ। ତେଣୁ ଅଭ୍ୟାସ ବେଳେ ଯଦି କରୁଛନ୍ତି ଠିକ ଅଛି, କିନ୍ତୁ ସେଥିରେ ତମେ ରହିଯାଅ ନାହିଁ। ସେଥିରେ ତୁମେ କେବଳ ପଡ ନାହିଁ ଯେ ଏଇଟା ହିଁ ଧ୍ୟାନସ୍ଥ ଅବସ୍ଥା, ଆଉ କିଛି ନୁହଁ। ବାରମ୍ବାର ସେଥିପାଇଁ କହୁଛନ୍ତି ଧ୍ୟାନଟା ଏକାଗ୍ର ହବା ଦରକାର। କେବଳ ସିଧା ହେଇ ବସିଲେ, ପଦ୍ମାସନରେ ବସିଲେ, ଆଖି ବୁଜିଦେଲେ, ହାତ ଆଗକୁ ରଖିଲେ ସିଧା, ମେରୁଦଣ୍ଡ ସିଧା, ଏବଂ ବୃଦ୍ଧା ଆଙ୍ଗୁଷ୍ଠି ଆଉ ଦ୍ୱିତୀୟ ଆଙ୍ଗୁଠି ଯୋଉଟା ଆମେ କହୁଛେ ବିଶି ଆଙ୍ଗୁଠିକୁ ଚିପିକି ରଖିଲେ ଏବଂ ଅନ୍ୟ ତିନୋଟି ଆଙ୍ଗୁଠି ସିଧା କରି ରଖିଲେ ବସି ପଡ଼ିଲେ ଧ୍ୟାନ ହେଇଯିବ, ଏକଥା ନୁହେଁ। ମା ସେଥିପାଇଁ ଏଥିରେ ତୁମେ ପଡ ନାହିଁ। ତାହେଲେ କଣ କରିବ? ତୁମ ପକ୍ଷରେ ଆବଶ୍ୟକତା ହେଉଛି ସବୁ ପ୍ରକାର ପରିସ୍ଥିତିରେ ତୁମେ ଯେପରି ଧ୍ୟାନସ୍ଥ ରହିପାରିବ। ମୁଁ ଧ୍ୟାନସ୍ଥ ହେବା କଥା କହୁଛି, ତା ଅର୍ଥ ମୁଁ ତୁମ ମସ୍ତିଷ୍କକୁ ଖାଲି କରିଦେବା କଥା କହୁନି, ବରଂ ସବୁ ସମୟରେ ତୁମ ମନଟି ଯେପରି ଈଶ୍ୱରଙ୍କ ଭାବ ଭାବନାରେ ପରିପୂର୍ଣ୍ଣ ରହେ, ମୁଁ ସେଇ କଥା କହୁଛି। ତାମାନେ ମାଙ୍କ ଉପରେ ଏକାଗ୍ର ହୋଇ ରହିଥିବେ, ସବୁବେଳେ ମାଙ୍କର ଚେତନାରେ, ପରମଙ୍କ ଚେତନାରେ, ଈଶ୍ୱରଙ୍କ ଚେତନାରେ, ଈଶ୍ୱରଙ୍କ ସହିତ ଈଶ୍ୱର ଭାବନାରେ ପରିପୂର୍ଣ୍ଣ ରହି ଯଦି ଆମେ କାମ କରୁଛନ୍ତି, ଧ୍ୟାନସ୍ଥ ହେଇପାରୁଛନ୍ତି, ଏଇଟା ହିଁ ହଉଛି ଧ୍ୟାନସ୍ଥ ଅବସ୍ଥା। କାର୍ଯ୍ୟ କଲାବେଳେ ମଧ୍ୟ ସେଇ ତାଙ୍କରି ଉଦ୍ଦେଶ୍ୟରେ କାମ କରିବି, ତାଙ୍କରି ଚେତନାରେ ରହି, ତାଙ୍କରି ଭାବନାରେ ରହି କାର୍ଯ୍ୟ କରୁଥିବି, ତାହେଲେ ଆମେ ଜାଣିବା ଏଇଟା ହଉଛି ଧ୍ୟାନସ୍ଥ ଅବସ୍ଥା। ମା ମୁଁ କହୁଛି କି ଧ୍ୟାନରୁ ଯୋଉ କହିଲ ସାଧାରଣ ଅବସ୍ଥାକୁ ଆସିବା, ସେଇଟା ଟିକେ ବୁଝିନି। ହଁ, ଆମେ ଆ ପୂର୍ବରୁ ଆଲୋଚନା କରିଥିଲେ। ଆଉ ଯୋଉ ତମେ ଯୋଉ ପଚାରିଲ ଯେ ଧ୍ୟାନ ଅବସ୍ଥାରୁ ସାଧାରଣ ଅବସ୍ଥାକୁ ଆସିବା, ସେଟା କଣ? ଆମେ ଏଇଟା ଆଗରୁ କଥା ହେଇଛନ୍ତି ଏବଂ ଦେଖିବେ ଜଣେ ଜଣେ ଯଦି ଆମେ ପ୍ରଚେଷ୍ଟା କରି ଧରା ଯୋଉ ସମାଧି ପାଖରେ ବା ମାଙ୍କ ପାଖରେ, ମାଙ୍କ ଫଟୋ ପାଖରେ ବା ଈଶ୍ୱରଙ୍କର ଯେକୌଣସି ଜଣେ ଯାହାର ଇଷ୍ଟ ଦେବ
ତାଙ୍କ ଆଗରେ ବସି ଧ୍ୟାନସ୍ଥ କରୁଛନ୍ତି, ଯେକୌଣସି ମାନେ ପୁରା ନିଷ୍ଠାପର ଭାବରେ ତାଙ୍କରି ଚିନ୍ତା ଚେତନାରେ ନିଜକୁ ମଜ୍ଜି ରଖୁଛନ୍ତି। ଯେତେ ସମୟ ସେମାନେ ଧ୍ୟାନସ୍ଥ ଅବସ୍ଥାରେ ବସନ୍ତି ସେତିକି ସମୟ ପର୍ଯ୍ୟନ୍ତ ସେମାନେ ଆଉ କୌଣସି ବାହ୍ୟ ଚିନ୍ତା ତାଙ୍କ ଭିତରେ ପ୍ରବେଶ କରେନି। ଜଣେ ଯେତେବେଳେ ଏମିତି ପ୍ରାକ୍ଟିସ କରିକି ଏମିତି ଏକ ଅବସ୍ଥା ଆସିଯାଇଥାଏ ଯୋଉଥିରେ କି ବାହାର ଜିନିଷ କିଛି ବି ମୁଣ୍ଡରେ ଆଉ ପଶେନି। ଆମେ ଏବେ ଯୋଉମାନେ ନୂଆ ନୂଆ ଆରମ୍ଭ କରୁଛନ୍ତି, ଆମେ ଯେତେବେଳେ ବସିଥିବା ଆମର ଦୁନିଆ କଥା ମୁଣ୍ଡରେ ପଶୁଛି। ସେ ନିଜ କଥାଠୁ ଆରମ୍ଭ କରି ଘର କଥା, ସେ ପିଲାଙ୍କ କଥା, ପଡିଆ କଥା, କାଲି କଣ କରିଥିଲି, ଏବେ କଣ କରିଛି, କେତେ କେତେ କଥା, ଫିଲ୍ମ କଥା, ବହି କଥା, ଲୋକ କଥା, କିଏ କଣ କହିଥିଲା, ସବୁ କଥା ଆମ ମୁଣ୍ଡରେ ଚାଲିଛି। ସେ କଥା ଇଏ ସବୁ ହଉଛି ପୁରା ସାଧାରଣ ଅବସ୍ଥା। ଜଣେ ଜଣେ ବ୍ୟକ୍ତି ଯୋଉମାନେ ତପସ୍ୟା କରି ପ୍ରଚେଷ୍ଟା କରି ନିଷ୍ଠାପର ଭାବରେ ଧ୍ୟାନସ୍ଥ ହୁଅନ୍ତି, ଯେତିକି ସମୟ ସେମାନେ ଧ୍ୟାନସ୍ଥ ରୁହନ୍ତି ସେ ସମୟରେ ବାହାରର କୌଣସି ବାହିକ ଚିନ୍ତା ଚେତନା ତାଙ୍କୁ ହଲଚଲ କରିପାରେ ନାହିଁ। ଯେତେ ସମୟ ସେ ନୀରବ ହେଇକି ବସିଛନ୍ତି ସେତେ ସମୟ ପର୍ଯ୍ୟନ୍ତ ଈଶ୍ୱରଙ୍କ ଚେତନାରେ ସେମାନେ ମଜ୍ଜି ରୁହନ୍ତି, ନିମଗ୍ନ ହେଇକି ରୁହନ୍ତି। ତେଣୁ ସେ ସମୟରେ ସେମାନେ ଏକ ପରମାନନ୍ଦ ଅବସ୍ଥା ପ୍ରାପ୍ତ କରନ୍ତି। କିନ୍ତୁ ଯେତେବେଳେ ଧ୍ୟାନରୁ ଉଠିଲେ, ମାନେ ମେଡିଟେସନ ସରିଗଲା, ବର୍ତ୍ତମାନ ଉଠିଲେ, ଯିବେ ଖାଇବେ, ଯିବେ ନିତ୍ୟକର୍ମ କରିବେ, ଅନ୍ୟାନ୍ୟ ପୋଷାକ ପରିଚ୍ଛନ୍ନ କହିବେ, ପୋଷାକ ପିନ୍ଧିବେ, ଅନ୍ୟ କୌଣସି କାମ କରିବେ, କାହା ସହିତ କଥା ହେବେ, ସେତେବେଳେ ଆଉ ସେଇ ଯୋଉ ଅବସ୍ଥାରେ ରହି ସିଏ ଭଗବାନଙ୍କ ଚିନ୍ତା ଚେତନାରେ ରହିଥିଲେ, ଯୋଉ ଆନନ୍ଦ ଅବସ୍ଥାରେ ରହିଥିଲେ, ପୁଣି ଯେତେବେଳେ ଆସିକିରି ଖାଦ୍ୟ ଗ୍ରହଣ କରନ୍ତି ସେତେବେଳେ ସେଇ ଚିନ୍ତା ଚେତନାରେ ରହିପାରନ୍ତି ନାହିଁ। ସେଇ ଈଶ୍ୱରଙ୍କ ଉପରେ ଏକାଗ୍ର ରହି ସେ ଆଉ ଖାଦ୍ୟ ଗ୍ରହଣ କରିପାରନ୍ତି ନାହିଁ। କଥା କହିଲା ବେଳେ ଅଲଗା ପୁରା ନର୍ମାଲ ଅବସ୍ଥାକୁ ପଳେଇ ଆସନ୍ତି। ସେ ସମୟରେ ଯଦି କିଏ କଣ କହିଲା, ସେ ଯେମିତି ପ୍ରତିକ୍ରିୟା ଆସିବା କଥା ସେମିତି ପ୍ରତିକ୍ରିୟା ହୁଏ, ସେମିତି ପ୍ରତିକ୍ରିୟା ହୁଏ, କ୍ରିୟା ପ୍ରତିକ୍ରିୟା ଯେମିତି ଯାହା ଚାଲେ ସେମିତି ଚାଲେ। ଯେତେବେଳେ ଧ୍ୟାନସ୍ଥ ଅବସ୍ଥା ସେତେବେଳେ ପରମାନନ୍ଦ ଅବସ୍ଥାରେ ରୁହନ୍ତି, ଯେତେବେଳେ ବାହାରକୁ ଆସନ୍ତି ଅନ୍ୟ କାମ କରନ୍ତି ସେତେବେଳେ ପୂର୍ଣ୍ଣତଃ ସାଧାରଣ ମନୁଷ୍ୟ ଯେମିତି ପରସ୍ପର ଭିତରେ କ୍ରିୟା ପ୍ରତିକ୍ରିୟା, ମାନ ଅଭିମାନ, ଭଲ ମନ୍ଦରେ, ଖୁସିରେ ଦୁଃଖରେ ଯେମିତି ଯାହା ହଏ ସେମିତି ହୁଅନ୍ତି, ସେଇ ଅବସ୍ଥାକୁ ପୁରା ପଳେଇ ଆସନ୍ତି। ତେଣୁ ସେଇ କଥାଟି କୁହାହେଲା ଯେ କେବଳ ଧ୍ୟାନସ୍ଥ ଅବସ୍ଥାରେ ଈଶ୍ୱରମୟ ଚେତନାରେ ରହିବା ଏବଂ ତାପରେ ପୁଣି ସାଧାରଣ ଅବସ୍ଥାକୁ ଫେରି ଆସିବା, ଏଇଟା ଆମ ପୂର୍ଣ୍ଣ ଯୋଗର ଉଦ୍ଦେଶ୍ୟ ନୁହେଁ। ପୂର୍ଣ୍ଣ ଯୋଗର ଶିକ୍ଷା ହଉଛି ସମସ୍ତ କାର୍ଯ୍ୟ କଲା ବେଳେ ମଧ୍ୟ ସେଇ ଈଶ୍ୱରଙ୍କ ଉପରେ ଏକାଗ୍ର ହେଇ କାମ କରିବ। ମା ନାମ ଜପ ସହିତ ସାରିବା। Ma, thank you all, Robert.